संस्कृतिर आसर एठी गायक गायक भितर झगड़ा नुह एटी विद्या तर्क आलोचना समालोचनार क्षेत्र विद्या विवादाय धन मदाय गोटे पद मो कान बाजिला तमे गाउथलो मो बंधु ना धेनु पथे पथे बसा भगवान गोटे पटे जीव आ गोटे पटे परम गोटे पटे आदि आ गोटे पटे अनादि गोटे पटे राधा गोटे पटे कृष्ण गोटे पटे सीता गोटे पटे राम गोटे पटे पार्वती गोटे पटे शिव गोटे पटे दिन गोटे पटे राति गोटे पार्श्व चंद्र गोटे पार्श्व सूर्य गोटे पार्श्व पुरुष गोटे पार्श्व नारी ताहले धेनु पछे पछे गोमा ए धेनु पछे पछे बसा आकु प्रमाण सहित कवि तुलना कले उपमा उपमेय छल रे जीवटा हला बाछुरी परमटा हला गाई तेणु ए गाईर पछे पछे गाई जुआड़े बाछुरी सियाड़े आपण माने गाँ गहली रे देखिथिबे गाई बाछुरी चरुछंती जेते बेले आपण को गुहाल को नै कि जिबे पघाटा का बेकरे देबे बाछुरी बेकरे दियंती पघा की तमो गाँ रे तमो गाँ को गोटे भारी कौन क्षमा करी से भितर मध्य जोड़िए बाछुरी अछंती आ गाई पाखरे कदापि हेले गाई बेकर पघाला कुनी नहीं बाछुरी की तुंडी भिड़ी किरी गोटे जागा रे अलग अलग बांधुछंती मोस्त्री काहे की क्षीर दुही की खाइबा भाई क्षीर दुही की खाइबा पे कुंडी बांधु मु तो दे पचारिची जेते बेले बाहरे तो गाई चरुची घास सेतिकी बेले संध्या समय तू जेते बेले गाई की गुहाल को नबु अच्छा पघाटा का बेकेरे पड़ी नाही गाई की टाणी की गाई की बांधी ना गाई की बांधी गाई की ना गाईटी जो दिग को जो आड़े निर्णय करिवो बाछुरीटा ता पछे पछे जीव कारण बाछुरी जीवार उद्देश्य माँ गले मु माँ ठू क्षीर खाइबी भक्त आज्ञा भगवान पछे पछे गोड़ाए कहीं ना भाव रूपी क्षीर खाइबा पाई दौड़े जीव रे दौड़े जीव रे दौड़े जीव भावर डोरी रे बंधन होई छंदी माधव रे मो बंधुरार प्रकृष्ट प्रमाण तमे दिलो गोटे पिला को पचारिबा भाव कहा को कहंती अरे पो भाव कहा को कहंती वैकुंठ भाई की भाव बोले कहंती
ଭାଇ ଭସା ତାର ଦିଟା ପୁଅ ମାନେ ତାର ଦିଟା ଯାକ ଯାଇଛନ୍ତି ଗୋଟିଏ ଝିଅ ସିଏ ମଧ୍ୟ ମାଷ୍ଟରଟାକୁ ବିବାହ ହେଇଛି ମୁଁ ସେଇ ଭାବ କଥା କହୁଛି। ହଁ ବୈକୁଣ୍ଠ ଭାଇ ଭାବ ରହ ଟିଣ ବାଳିଆ ପାଳିଆ ମୂର୍ଖ ଇଏ କଥାବାର୍ତ୍ତା କଲା। ମୁଁ ସେ ଭାବ କଥା କହୁଛି। ଆଉ କୋଉ ଭାବ ପ୍ରକୃତରେ ଭାବ କିଏ? ଭାବ କାହାକୁ କହିବା? ଆଉ ଗୋଟିଏ ଶ୍ଲୋକ ଉଦ୍ଧାର କରୁଛି ରାମଚରିତ ମାନସରେ। ଶ୍ରୀରାମଚରିତ ମାନସରେ ତୁଳସୀଦାସ ମହାରାଜ ପ୍ରଥମ ଶ୍ଲୋକଟି ଆରମ୍ଭ କଲେ। ଆମେ ଭାବ କାହାକୁ କହିବା? ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ରୂପୀ ଶ୍ରଦ୍ଧା ବିଶ୍ୱାସ ରୂପିଣ ଜାଭ୍ୟା ଦିନାନ ପଶ୍ୟନ୍ତି ତାବତମ ପରମେଶ୍ୱର। ଭାବ କାହାକୁ କହିବା? ଭାବ ରୂପକ ଶବ୍ଦର ଅନ୍ୱୟ କଲା ବେଳେ ଆମେ ଦୁଇଟି ପ୍ରତିଶବ୍ଦ ପାଏ। ଗୋଟିଏ ହେଲା ଶ୍ରଦ୍ଧା, ଗୋଟିଏ ହେଲା ବିଶ୍ୱାସ। ଶ୍ରଦ୍ଧା ଆଉ ବିଶ୍ୱାସ ଯେତେବେଳେ ଏକ ହେଇଯାଏ ଠିକ ସେତିକି ବେଳେ ଆପଣ ମାନଙ୍କର ଭାବଟା ସୃଷ୍ଟି ହୁଏ। ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ସ୍ରଷ୍ଟା। ଭାଗବତ ଲେଖା ସରିଛି। ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ, କହିଲେ ବାବୁରେ ଜଗନ୍ନାଥ ତୁ ତ ଭାଗବତ ଲେଖି ସାରିଲୁ, ଏ ଭାଗବତଟା ଠିକ ନା ନାହିଁ ଭୁଲ ଜଣିଏ ସଂଶୋଧନ କରିବ। ନା ପ୍ରଭୁ କିଏ? ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ ବ୍ରହ୍ମଗିରିର କାଣ୍ଡ ଗୋଦାରେ ଗୋଟାଏ କେଉଟ ପିଲା ଅଛି ତା ନା ମନେଇ ସାହୁ। ଆମେ ମାଛ ଖାଇଲା ବେଳେ ଯଦି କଣ୍ଟା ତଣ୍ଟିରେ ଲାଗିଯାଏ ସେତିକି ବେଳେ ଆମେ ଗୋଟିଏ ପ୍ରହେଳିକା ଲୋକ କଥା ଗାଉ, କାଣ୍ଡ ଗଦା ମନେଇ ସାହୁ ତଣ୍ଟିରୁ କଣ୍ଟା ଛାଡ଼ିଯାଉ। ଆମର ବିଶ୍ୱାସ ଅଛି ତଣ୍ଟିରୁ କଣ୍ଟା ଛାଡ଼ିଯାଏ। ଜଗନ୍ନାଥ ଦାସ ଭାଗବତ ପେଡ଼ିକି ଧରି ମନେଇ ସାହୁ ଘରେ ପହଞ୍ଚିଛନ୍ତି। ଆଇଁଷ ଗନ୍ଧ ଦୁର୍ଗନ୍ଧ ହଉଛି। ଏ ତ ନୈଷ୍ଠିକ ବ୍ରାହ୍ମଣ, ଗନ୍ଧ ଏତେ ଜୋର ହଉଛି। ଗଲା ଜଗନ୍ନାଥ ମତେ ଶେଷରେ ଏଇଠିକି ପଠେଇଲ, ପ୍ରଭୁ ତ ପଠେଇଛି। ଜଗନ୍ନାଥ ଦାସ ନାକରେ ହାତ ଦେଇ ଦେଇ ଘର ଭିତରକୁ ଗଲାବେଳେ ଡାକିଲେ ମନେଇ ସାହୁ ଘରେ ଅଛ? ସ୍ତ୍ରୀଙ୍କ କାନରେ ବାଜିଲା। ପଳେଇ ଆସିଲେ ଭାର୍ଯ୍ୟା ସତ୍ୟାବତୀ। ଉତ୍ତର ଦେଲେ ସ୍ୱାମୀ ଯାଇଛନ୍ତି ବିଲ ଆଡେ, ଆପଣ ଟିକିଏ ଅପେକ୍ଷା କରନ୍ତୁ। ର ମୁଁ ୟା ଘରେ ଚା ପିଇବି। ନାଇଁ ମୋର କିଛି ଦରକାର ନାହିଁ, ତମେ ଚୁପକିନି ବସ। କହିଲା ଚା ଟିକେ ତ ରୂପା ଦିହେକରେ କାହାକୁ ଚା ଟିକେ ଦେଇ ତୋରେ ମୁଁ ତୋର ଅର୍ଣ୍ଣ ଯାତ୍ରା ପରା ଥଣ୍ଡା। ଆରେ ତୋ ଘରକୁ 8 ଥର ଗଲିଣି, ପାଣି ଗ୍ଲାସ ମତେ ଦେଲୁଣି କାହିଁ ପାଟି କରୁଛୁ? କହିଲା ପାନ 2 ଖଣ୍ଡ ଆଣିଦେବି, କହ ମୋ ପୁଅର ସ୍ନେହ ବଳି। ମୁଁ ଆଗୁଆ ହେଇଥିଲି। ଆସନ ଉପରେ ବସି ପଡ଼ିଲେ ଆପଣ ମାନଙ୍କର ଜଗନ୍ନାଥ ଦାସ। କିଛି ସମୟ ଯାଇଛି, ମନେଇ ସାହୁଙ୍କ ଦେହ କାଦୁଅ ସରସର, ଗଣ୍ଠିରେ କୁଜି ଗାଇଆ କଙ୍କଡା ବେଞ୍ଚାଟିଏ ଧରିକି ଆସୁଛନ୍ତି। ଯେତେବେଳେ ଜଗନ୍ନାଥ ଦାସଙ୍କୁ ଦେଖିଦେଲେ କହିଲେ ଗୋସାଇ ଏଠି ମୁଣ୍ଡିଆ ମାରୁଛି ନା? ହଁ। ତମେ ମହାଭାବୁକ ଅଛ ମନେଇ ସାହୁ, ତମ ଦେହରେ ଭାବ ଜାଗ୍ରତ ହେଲା, ପ୍ରଣାମ କଲ ଯେ ମୁଁ ଭାଗବତ ଟିକେ ଲେଖିଛି, ମୋ ଭାଗବତ ଟିକେ ସଂଶୋଧନ କରିଦିଅନ୍ତନି? ନା ଟିକେ ରହନ୍ତୁ ଆଜ୍ଞା, ମୁଁ ତ କେଉଟିଆ ଲୋକ, ମୂର୍ଖ ଲୋକ, ଏ ବିଷୟରେ ମୋର ପରନ୍ତୁ ଏତକ ଜ୍ଞାନ ନାହିଁ।
ତଥାପି ସ୍ୱଳ୍ପ ବୁଦ୍ଧିରେ ଯେତିକି ଜ୍ଞାନ ଅର୍ଜନ କରିଛି ଏ କଥା ପଛରେ ଆପଣ ମୋର ଅତିଥି। ତେଣୁ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିଲେ ଅତିଥି ଯାଦ୍ୱାରୁ ବାହୁଡ଼େ ସେନର ପ୍ରେତ ମୁଖେ ପଡ଼େ। ସେନର ପ୍ରେତ ମୁଖେ ପଡ଼େ, ସେନର ପ୍ରେତ ମୁଖେ ପଡ଼େ। ତେଣୁ ଅତିଥି ଯାଦ୍ୱାରୁ ବାହୁଡ଼େ ସେନର ପ୍ରେତ ମୁଖରେ ପଡ଼େ। এইଥିପାଇଁ 2 ବର୍ଷ ହେଲା ହୋତାକୁ ବ୍ରଜରାଜପୁର ଅନୁଷ୍ଠାନ ଆଜି ଆମ ଇଏ ଭଗବାନ ବାବୁ ଡ୍ୟୁଟିରେ ଯାଇକି କହିଲେ ହୋତା ଭାଇନା କ'ଣ ଖାଇଦେବ କ'ଣ ନାହିଁ। ଗୋଟାଏ ହାଣ୍ଡିଏ ଚୁଙ୍ଗୁଡ଼ି ମାଛକୁ ରାନ୍ଧି ଭଲ ଶାଗ ଟିକେ ହୋତା ଭାଇନା ଭଲ ପାଏ ଶାଗ ଗଣ୍ଡେ ଆଣି ଆଇଲା ବେଳକୁ ମୁଁ କହିଲି ମୋର ସଇଲାଣି। ନା କ'ଣ ସଇଲାଣି? बोली मु खाई सारे ना ये मछटी खाई ମୁଁ କହିଲି ଆଉ ସୁବର୍ଣ୍ଣ ଦେଲେ ହବନି ତାକୁ ଥୋଇ ଧା ରାତିରେ ପାଲା ଶୋଇଲେ ମୁଁ ଖାଇବାକୁ ନେଇକି କୁଆଡ଼େ ଏପଟ ସେପଟ କରନା କାରଣ ଭାବ ଥିଲା ବୋଲି। କିନ୍ତୁ ମୁଁ କ'ଣ ଅତିଥି କି? ମୁଁ ଅତିଥି କି ଆଜ୍ଞା ଆପଣ ମାନଙ୍କର ନା କାରଣ ବର୍ଷକ ପୂର୍ବରୁ ଆପଣ ମାନେ ମୋତେ ନିମନ୍ତ୍ରଣ ଦେଇଛନ୍ତି 29 ତାରିଖରେ ପାଲା ହବ। ମୁଁ 28 ତାରିଖରେ ଆଇଲେ ଆପଣ ପଚାରିବେ। ତେଣୁ ଆପଣ ଜାଣିଛନ୍ତି 29 ତାରିଖରେ ହୋତା ଆସୁ। ତେଣୁ ମୁଁ ଅତିଥି କେମିତି ହେଲି? ମୋଦି ଆସିଲା ଭୁବନେଶ୍ୱର, ମୋଦି ଡେଟ୍ ଦେଇଛି ଏଇ ଡେଟ୍ରେ ମୁଁ ଯାଇକି ପହଞ୍ଚିବି। ଆମେ ଜାଣିଛେ ଏଇ ଡେଟ୍ରେ ଏ ପ୍ରବେଶୀ ଭାରତୀୟ ମାନଙ୍କୁ ଡେଟ୍ ଦିଆଗଲା ଏଇ ଡେଟ୍ରେ। ମେ ଫେୟାର ହୋଟେଲରେ 200 ପ୍ରକାର ଆଇଟମ ହେଲା। ସେମାନେ କ'ଣ ଅତିଥି? ନା ନା, ଅତିଥି କାହାକୁ କହନ୍ତି? ତାହେଲେ ଯୁବକ ପିଲାମାନେ ପାଲା କାହିଁକି ଶୁଣିବେ ଯଦି ଅର୍ଥ ନ ବୁଝିବେ? ଆଜିର ପାଠ ପଢୁଆ ପିଲାମାନେ କାହିଁକି ପାଲା ଦେଖିବାକୁ ଆସିବେ? କାହିଁକି ଆସିବେ? ନା ଅତିଥି ଯିଏ ପୁଣ୍ୟ ତିଥି ବାର ନ କହି ଆପଣଙ୍କ ଘରେ ହଠାତ୍ ପହଞ୍ଚିବ ସେଇ ହଉଛି ଅତିଥି। ଆପଣ ମାନେ ଆପଣ ଜଗନ୍ନାଥ ଦାସ ମତେ ଜଣେଇ ନାହାନ୍ତି ପଳେଇ ଆଇଲେ। ତେଣୁ ମୁଁ ପ୍ରିପେୟାର ହେଇନି। ଆପଣ କ'ଣ ଖାଇବେ? କହିଲେ ସତିଆ ଯେହେତୁ ଅତିଥି ଆଇଛନ୍ତି ଏ କଙ୍କଡ଼ା ଗୁଡାକ ଟିକେ ପୋଡ଼ିକି ଛେଚି ଦେ, ରସୁଣ ଲଙ୍କା ଦିଟା ପକେଇକି ଲୁଣ ଟିକେ ମାରିଦେଇକି ପଖାଳ ଭାତ ଗଣ୍ଡେ ଗୋସେଇକି ଆଗ ଦେ। ଜଗନ୍ନାଥ ଦାସ କହିଲେ ଛି ଛି ମାରିଦେଲା ଏ କେଉଟ ଛୁଆ। ଆଚ୍ଛା ଆଚ୍ଛା ଆଉ ଅରେ ମୁଁ ନୈଷ୍ଠିକ ବ୍ରାହ୍ମଣ, କଙ୍କଡ଼ା ପୋଡ଼ା ପଖାଳ ମୋ ବୁପା ଦିହେକେରେ ମୁଁ ଖାଏନି। ଏ ଚଣ୍ଡାଳ ମତେ କହୁଛି କଙ୍କଡ଼ା ପୋଡ଼ା ଖା। କଙ୍କଡ଼ା ଛେଚା। ନା 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 ମୁଁ ଆକୁ ଖାଇପାରିବିନି। ଖାଇପାରିବନି? ମନିଷ ସାହୁ କହିଲା ଯଦି ନ ଖାଇପାରିବ ତମ ଭାଗବତ ଯୋଉ ଲେଖିଛ ଗୋଟିଏ ଧାଡ଼ି ଆଗ କାଟ। ନା ମୁଁ ଭାଗବତ କାହାକୁ ଦେଇନି, ତମେ ଜାଣିଛ ମୁଁ କ'ଣ ଲେଖିଛି? ନା ଗୋଟିଏ ଧାଡ଼ି ଲେଖିଛ। କ'ଣ? 11 ସ୍କନ୍ଦ 4th ଅଧ୍ୟାୟ 19 ନମ୍ବର ପେଜ। କହିଲା ହରିଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। নাথ ভাবগ্রাহী ঘোর সংকট করে ত্রাহি। ঘোর সংকট করে ত্রাহি, ঘোর সংকট করে ত্রাহি। তেণু হরিচরণে যার শ্রদ্ধা, ତମଠି ତ ଶ୍ରଦ୍ଧା ଭଲ ପାଇବା ନାହିଁ ଦେଖୁଛି ମତେ କେଉଟିଆ କହି। ତାହେଲେ ଶ୍ରଦ୍ଧା ନାହିଁ ଏ ଧାଡ଼ିଟା କାହିଁକି ଲେଖିଛ? କାଟ। ତାପରେ
ତମେ କହିଲ କଙ୍କଡା ପୋଡା ଖାଇବନି ତମର ବିଶ୍ୱାସ ମୁଁ ଢେଇ ପାଇଲାନି। ନା 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 ଭାଗବତରେ ଯୋଉ ଲେଖିଛ ଆଉ ଧାଡ଼ି ଟିକେ କାଟ। କାଟ ଆଉ ଧାଡ଼ିଟେ କାଟ। ନା କଣ କାଟିବି ନା ମୂଳଟି ଅଟଇ ବିଶ୍ୱାସ କହଇ ଜଗନ୍ନାଥ ଦାସ କହଇ ଜଗନ୍ନାଥ କହଇ ଜଗନ୍ନାଥ ଦାସ କହିଲା ମୂଳଟି ଅଟଇ ବିଶ୍ୱାସ ତେଣୁ ଏ ଧାଡ଼ିଟା କାଟ ଗୋସେଇ ଆଗ ଖା ତାପରେ ଠିକ କହିବି। କଣ ଠିକ କହିବି ଆଗ ଖାଇଦିଅ। ବ୍ରାହ୍ମଣ ପିଲା ଜଗନ୍ନାଥ ଦାସ ନାକରେ ହାତ ଦେଇ ଏ ପଖାଳ ଆଉ କଙ୍କଡା ପୋଡାରେ ଯେତେବେଳେ ହାତ ମାରି ଦିଅନ୍ତି ସେତେବେଳେ ସିନା ଭାସି ଆସିଲା ଯେ ମହାପ୍ରସାଦର ବାସ୍ନା। কবি কইলে মূল হলা শ্রদ্ধা আর বিশ্বাস এই দুইটা যেতেবেলে এক হয়ে যায় সেতিকি বেড়ে আপন মানଙ୍କର দেহরে ভাব জাগ্রত হয়ে যায়। ଆଉ ଖାଲି ଭାବ 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 ରୂପକ କ୍ଷୀର ଆକୁ ଶ୍ରୋତା କଣ ବୁଝିବେ। ପରମେଶ୍ୱରୀ ହାସ୍ୟମୟୀ ଲାସ୍ୟମୟୀ ବିଦୁରର ସ୍ତ୍ରୀ ବିମଳା ସ୍ୱାମୀଙ୍କର ଆଗରେ ଫେରାଦ ଦେଲା କହିଲା ସ୍ୱାମୀ 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 ମୋ ପାଇଁ ଅଛି କିଛି କୃଷ୍ଣ ଚରଣାର ବିନ୍ଦ ଭକ୍ତିରସ୍ତୁ ବୈକୁଣ୍ଠ ପ୍ରାପ୍ତିରସ୍ତୁ ସର୍ବେଶା ମଙ୍ଗଳମସ୍ତୁ। ବିଦୁର ସ୍ତ୍ରୀ ବିମଳା ଘରେ ବସିଛନ୍ତି। ସାତଟା ଛୁଆ ବିଦୁରକୁ ହେଇଛି ଜର। 7 ଦିନ ହେଲା ଘରେ ଛୁଆ ଗୁଡାକ ଉପାସ ଝଡି ବର୍ଷା ହଉଛି। ଅନାହାରେ ରହକ ବିକଳ ହେଉଛନ୍ତି। ସେଦିନ ପଡିଛି ଏକାଦଶୀ ବ୍ରତ। ଭଗବାନଙ୍କୁ ଅନ୍ନଦାନ କରିବା ଭକ୍ତର କର୍ତ୍ତବ୍ୟ। କର୍ତ୍ତବ୍ୟ। ବିମଳା କହିଲା ସ୍ୱାମୀ ଆଜି ଏକାଦଶୀ କଣ ହବ? ଜ୍ୱରରେ କମ୍ପି କମ୍ପି ବିଦୁର ଆଜ୍ଞା ଥାଳଟାକୁ ଧରି ଝୁଲାଟାକୁ ଧରି ଚାଲିଲା କଲା ଯାଉଛି ତୁ ଅପେକ୍ଷା କର ଭିକ ମାଗି ଆସିବି। ଭିକ୍ଷା କରି ଆସିବା ପରେ ତମେ ଅନ୍ନକୁ ରାନ୍ଧିବ ଯାହା ମୋ ଭାଗ୍ୟରେ ଥବ। ଜଗନ୍ନାଥଙ୍କର ରତ୍ନ ସିଂହାସନ କମ୍ପି ଉଠିଲା। ବିଚାର କଲେ ଜଗନ୍ନାଥ ମହାପ୍ରଭୁ ପ୍ରଭୁ ବିଚାର କଲେ କହିଲା ଭକତ ଭଗବାନ ଦୁଇ ଏଥିରେ ଭିର୍ନା ଭିର୍ନ ନାରାୟଣ ଛଦ୍ମ ବ୍ରାହ୍ମଣ ବେଶକୁ ଧାରଣ କରି ଜଗନ୍ନାଥ ମହାପ୍ରଭୁ ବିମଳା ଘର ଭିତରକୁ ପ୍ରବେଶ କରୁଛି। ଦ୍ୱାର ବନ୍ଧରେ ଠିଆଇ ଜଗା ଡାକି ଦେଲେ କହିଲେ ବିଦୁର ବିଦୁର ଘରେ ଅଛ? ବିଦୁର ଘରେ ଅଛ କି? କାନରେ ବାଜିଗଲା ବିମଳାର। ସ୍ନାନ କରୁଥିଲା ସିନା ବିଦୁର ଭାରି ଯା ହେ ବିଦୁର ଭାରି ଯା ହେ ବିଦୁର ଭାରି ଯା ଜହି ପିତାମ୍ବର ରାଗି ଦେଲେ କେଳେ ସଜା ଦେଲେ କେଳେ ସଜା ବିମଳା କାନରେ ବାଜୁଥିଲା ସ୍ନାନ କରୁଥିଲା ବିମଳା କହିଲା ସ୍ୱାମୀ ତ ଅନ୍ନ ନେଇ ଆସିବେ କିଛି ତ ତରକାରୀ ପାଇଁ ପରିବା ନାହିଁ ବାଡିରେ ଉଠିଦବା ଖଡା ଶାଗ କେତେଟା ତୋଳି ରାନ୍ଧିବା ପାଇଁ ଥୋଇଥାନ୍ତି। ଇଏ ତ ଡାକି ଦେଲେ ଯେତେବେଳେ ଚତୁର୍ବେଦ କିଏ ଗାଉଛି କି
ଭାବର ସହିତ ଭାବ ଶ୍ରଦ୍ଧାର ସହିତ ବିମଳା ଦୌଡ଼ି ଆସି କବାଟଟା ଖୋଲିଦେଲେ। ଗାଧେଇକି ଆସୁଛନ୍ତି ପିନ୍ଧିଥିବା ଗୈରିକ ବସନ ବୋଲେ ଦୋଷିଆ ଲୁଗାଟା ଛାତିରୁ ଖସି ଯାଇଛି ଅର୍ଦ୍ଧ ଯୌବନ ଉଲଗ୍ନା। ନାରାୟଣ ଦେଖିଦେଲେ ଧନ୍ୟରେ ଭକ୍ତ ଧନ୍ୟ ଧନ୍ୟ ତୋର କେମିତିଆ ଶ୍ରଦ୍ଧା ପୀତାମ୍ବର ପୀତବାସ ସିଏ କଲା ବିଦୁଃ ଝାଟ ଝାଟ ପରିପୀତ ପଟ ପତିତରେ ବିରାଜେ কবি কোটি কোটি খেলে বরলি দগি হে যে গো ঘেন সোডা দোসরা ভিড়া যতন হরে জীবন ପିନ୍ଧିଥିବା ଉତ୍ତରୀୟଟା ଯୋଉଟା ପିନ୍ଧିଦେଇ ବାନ୍ଧିଥିଲେ ଉଣ୍ଟାରେ ହଳଦିଆ ବସନଟାକୁ କାଢି ବିମଳାଙ୍କର ବକ୍ଷ ଦେଶକୁ ଢାଙ୍କି ଦେଲେ ଭଗବାନ। କହିଲେ ଆସନ୍ତୁ ଆପଣଙ୍କ ପରିଚୟଟା କଣ? ନା ଅଜ୍ଞାନ୍ତ କୁଳଶୀଳ ବାସନ ଦେୟ ଅଜ୍ଞାନ୍ତ ନା 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 ଗଲା ବର୍ଷ ମୁଁ ଆସିଥିଲା ବେଳେ ମୋର ନାଲି ଗାଡିଟା ଥିଲା। ଆଜ୍ଞା ଆଜ୍ଞା ଆମେ ପାଲା ଗାଇକି ଫେରୁଛୁ କାମାକ୍ଷା ନଗରରୁ। ଆଜ୍ଞା ଗୋଟେ ମାଇପି ଲୋକଟିଏ ରେକୁଳା ଛକ ପାଖରୁ ଠିଆ ହେଇକି ହାତଟା ମାରିଦେଲା। ଦି ଜଣ ପାଳିଆ ପଳେଇ ଯାଇଛି, ଦିଟା ସିଟ୍ ଫାଙ୍କା ମୋର ପଡିଛି। ଗୋଟିଏ ମାଇପି ହାତ ଟେକିଲା। ମୁଁ କହିଲି ଆରେ କ'ଣ ଅସୁବିଧା ଅଛି ଟିକେ ରଖିଲୁ ଗାଡ଼ି? ଡ୍ରାଇଭରକୁ କହିଲି, କହିଲା ମୋତେ ଟିକେ ଆଜ୍ଞା କୋରିଆ ଛକ ଯାକେ ନେଇଯାଆନ୍ତେନି। ମୁଁ କହିଲି ମା କୋଉଠିକି ଯିବ? ନା ତେଲ ଟାଙ୍କି ପାଖରେ ଓହ୍ଲେଇବି। ସେ ମାଇପି ଲୋକକୁ ବାଧ୍ୟ ହୋଇ ମୁଁ ଆଶ୍ରା ଦେଇଦେଲି। କହିଲି ବସ ମା ଗାଡ଼ି ପଛରେ। ଯେତେବେଳେ ଅଁଳା ବେରିଣୀ ଛକ ଆମେ ହେଇଛୁ, କହିଲା ଏଇଠି ଓହ୍ଲେଇବି। ଦୋକାନ ଗୁଡାକରେ ଲୋକ ଭର୍ତ୍ତି ହେଇଛନ୍ତି ବଜାରରେ। ଯେମିତି ଓହ୍ଲେଇଛି ସାଙ୍ଗେ ସାଙ୍ଗେ କାନ୍ଦିଲା। ଆଉ ହଁ 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 ଏ ଲୋକଟା ମତେ ଅତ୍ୟାଚାର କରିବା ପାଇଁ ବାଧ୍ୟରେ ଭିଡ଼ିକି ଆଣିଛି। ମୁଁ ତାକୁ ଆଶ୍ରୟ ଦେଲି। ସେ କହିଲା ମତେ ଅତ୍ୟାଚାର କରିବା ପାଇଁ ଭିଡ଼ିକି ଆଣିଛି। আর যা ଲୋକମାନେ ସବୁ ତାତିକି ନିଆଉ ବାଡ଼ା ପିଟ ବାନ୍ଧମ କଲେ ବାବୁ ର यार समस्यार समाधान ना 2000 टंका दियो। मु कहली जने पाला गायक मु संस्कृतिर रक्षक भक्षक नुह। मु ये नारीटा को सम्मान सहित आश्रय दिली। ये मते कहलानी 2000 टंका देले जी। मु जदि याकू बलात्कार करिवार उद्देश्य यार इज्जतर मूल्य कोन 2000 टंका। तेणु बलात्कार मंद उद्देश्य न करिके जदि 2000 टंका देवी मु समस्त को आगे कहूँ मु 5000 टंका देवी समस्त को आगे बलात्कार करी। तोते कौन एका अभिनय जना मु जने पालावाला दी हरिश्चंद्र नाटक रोहित मरीगला बेले सभ्या जिते बेले कांदे पालावालांकर कौन बोपा मरी जाइए जे पालावाला कांदती आमे अभिनय करी चली था।
ମୁଁ କହିଲି ମତେ ବି ଅଭିନୟ ଆଇଛି 5000 ଦେବି ନା ଆଜ୍ଞା ମୋର ଭୁଲ ହେଇଛି କିଛି ଲୋକ ଚିହ୍ନି ଦେଲେ କହିଲେ ଆପଣ ଯୁବ ସମ୍ରାଟ ମୁଁ କହିଲି ହଁ ଶେଷରେ ସେ ମାଇକି ବନ୍ଧା ହେଲା ପୁଲିସ ଥାନାକୁ ଗଲା ବିମଳା ଉତ୍ତର ଦେଲେ ତମେ କିଏ ନା ମୁଁ ବିଦୁରଙ୍କର ସଖା ପ୍ରବେଶ କଲେ ଘର ଭିତରକୁ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଖାଇବାକୁ ଦବାକୁ ଗଲେ ଖାଇବାକୁ କିଛି ନାହିଁ ଘରେ ଶୁଖିଲା ପଚା କଦଳୀଟିଏ ପଡ଼ିଛି ଏତେ ଭାବରେ ଗଦଗଦ ହେଇଗଲା ମନରେ ବିଶ୍ୱାସ ଆଣିଲା ନିଶ୍ଚିତ ଏ ଅତିଥି ଯଦି ପ୍ରକୃତ ମୋ ସ୍ୱାମୀର ବନ୍ଧୁ ହେଇଥାଏ ଏହି କଦଳୀରେ ଶାନ୍ତି ହବ ଏତେ ଭାବରେ ବୁଡ଼ି ଯାଇଛି କଦଳୀଟାକୁ ଛଡ଼େଇ ଦେଇଛି କଦଳୀ ରସଟାକୁ ପକେଇ ଦେଇକି ଚୋପାଟାକୁ ଧରିଲା ବଢ଼ାଇ ଦେଲା ଶ୍ରୀମୁଖେ ପ୍ରଭୁ ଜଗନ୍ନାଥ हे प्रभु जगन्नाथ हे प्रभु जगन्नाथ ବିଶ୍ୱାସରେ ଭୁଞ୍ଜୁ ଧାନ୍ତି ବ୍ରହ୍ମାଣ୍ଡର ତାତ हे ब्रह्माण्डर तात हे ब्रह्माण्डर तात ତାହେଲେ ଶ୍ରଦ୍ଧା ଭାବଟାକୁ ଛାଡ଼ି ଦେଇ ଭିନ୍ନ ଗତିରେ ଗଲ